ଆମେ ତ ଦେଖଲୁ ଯେ 16 ଚକିଆ ଗାଡିରେ କୋଇଲା ଭର୍ତ୍ତି ହେଇଥିଲା। କୋଇଲାକୁ ବାହାର କରିକି ହାରାହାରି 14 କ୍ୱିଣ୍ଟାଲ ଏକ୍ଜାକ୍ଟଲି 13 କ୍ୱିଣ୍ଟାଲ 85 ନା କେତେ କିଲୋ ବୋଧେ କରାଗଲା। ଏବଂ ଏଟା ସାଙ୍ଗେ ସାଙ୍ଗେ ଯଦି ମାଜିଷ୍ଟ୍ରେଟ ଦେଇକି କରିଥାନ୍ତେ ଜଣା ପଡିଥାନ୍ତା ଯେ ଏତିକି ଥିଲା ନା ଆଉ କେତେ ବାକି ଥିଲା। ତ ଏଇ ଯୋଉ ଗଞ୍ଜି ଚାଲାଣ ତ କଣ୍ଟାମାଲରୁ ପ୍ରାୟ ଚାଲିଛେ ଏବଂ ପୁଲିସ ବି କେତେବେଳେ ଧରୁଛେ, କିନ୍ତୁ ମତେ ଜଣା ପଡୁଛି ଯେ ଏଇଟା ଆଉ ଟିକେ ଆକ୍ଟିଭ ରହିବା କଥା। ପୁଲିସ ଆଉ ପ୍ରଶାସନ ଯଦି ଆକ୍ଟିଭ ରହିବେ ତାହେଲେ ଆହୁରି ଗୋଟେ ଚ୍ୟାଲେଞ୍ଜ ଗୋଟେ ଧରା ପଡିବ। କଣ୍ଟାମାଳ ତ ଗଞ୍ଜେଇର ଗନ୍ତାଘର ହେଇଗଲାଣି। କାଲି ଯୋଉ 16 ଚକିଆ ଟ୍ରକ ରେ ପାଖାପାଖି 14 କ୍ୱିଣ୍ଟାଲ ଗଞ୍ଜେଇ ଜବତ ହେଲା। ଏଇଟା ଇଣ୍ଡିକେଟ କରୁଛି ଯେ କଣ୍ଟାମାଳରେ ପ୍ରଶାସନିକ ଯେତିକି କଣ୍ଟ୍ରୋଲ ରହିବା କଥା, ପୋଲିସ ପ୍ରଶାସନର କଣ୍ଟ୍ରୋଲ ରହିବା କଥା ରହୁନାହିଁ। ତେଣୁ ଗଞ୍ଜେଇ କାରବାରରେ ଏଇଟା ଓଡିଶାରେ ବୌଦ୍ଧ ଜିଲ୍ଲା 1 ନମ୍ବର ହେଇଗଲାଣି। ତେଣୁ 16 ଚକିଆ ମାନେ 16 ଚକିଆ ଟ୍ରକ ରେ ଗଞ୍ଜେଇ 14 କ୍ୱିଣ୍ଟାଲ ପାଖାପାଖି 14 କ୍ୱିଣ୍ଟାଲ ଯିବାଟା ଏଇଟା ଗୋଟେ ଭାରି ଦୁଃଖର କଥା। ଏନେ ପୋଲିସ ପ୍ରଶାସନର ଦକ୍ଷତା ଉପରେ ଏକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରୁଛି। ତେଣୁ ମୁଁ ତ ଜିଲ୍ଲା ପ୍ରଶାସନକୁ ଏବଂ କଣ୍ଟାମାଳ ପୋଲିସ ପ୍ରଶାସନକୁ କହିବି ଯେ ଏଥିରେ ସେମାନେ ଅଧିକ ଗୁରୁତ୍ୱ ଦିଅନ୍ତୁ। ଯୋଉଭଳି ଭାବରେ ବାହାରିଆ ଲୋକ ଆସିକିରି ଏଥିରେ ମାଫିଆ ମାନେ ଗଞ୍ଜେଇ କାରବାର କରୁଛନ୍ତି, ଏଇଟା ନ ରୋକିଲେ ଏଇ ଆଇନ ମାନେ ଆଇନ କାନୁନ କଥା ଭୁଷୁଡି ଗଲାଣି ଏଠି ବୋଲି ଧରାଯିବ। ତେଣୁ ମୁଁ ଅନୁରୋଧ କରିବି ପ୍ରଶାସନକୁ, ପୋଲିସ ପ୍ରଶାସନକୁ ଏଥିରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସେ ଟ୍ରକ ଟା ବହୁତ ସମୟ ଧରି ରହିଗଲା। ପୋଲିସ ପ୍ରଶାସନ ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠୁଛି, କାହିଁକି ଏତେ ସମୟ ମଧ୍ୟ ରହିଲା।